ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କର ସୋସିଆଲ ମିଡିଆ ପୋଷ୍ଟ ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି। ପୂର୍ବରୁ ଧୃତରାଷ୍ଟ୍ରର ଆକ୍ଷେପ କରି କହିଥିଲେ ଏବେ ଭଣ୍ଡ ସନ୍ନ୍ୟାସୀ ବୋଲି କହୁଛନ୍ତି। ଏ ସୋସିଆଲ ମିଡିଆ ପୋଷ୍ଟ ଶ୍ରୀମୟୀ ମିଶ୍ରଙ୍କର ଆପଣ କେମିତି ସାର୍ ଦେଖୁଛନ୍ତି? ନାଇଁ ଶ୍ରୀମୟୀ ଯେ ସମ୍ପୂର୍ଣ୍ଣ ଭାବରେ ଦଳର କାର୍ଯ୍ୟରେ ଅସନ୍ତୁଷ୍ଟ ଅଛି ସେଟା ସମସ୍ତେ ଜାଣିଛନ୍ତି। ବିଲକୁଲ। ଏବଂ ଗତ ନିର୍ବାଚନଠୁ ସେ ଅସନ୍ତୁଷ୍ଟ ଅଛନ୍ତି। ଯେପରି ଭାବରେ ଆପଣ ଯୋଉ ନିର୍ବାଚନ ପୂର୍ବରୁ ତାଙ୍କୁ ଭୁବନେଶ୍ୱରରେ ସାଂସଦ କରାଯିବ ବୋଲି ତାକୁ ପ୍ରଚାର କରି ଚାରିଆଡେ ବୁଲିଲେ ସେ ତାଙ୍କୁ ପ୍ରାର୍ଥୀ କଲେ ନାହିଁ। ଆପଣ କଥା ବି ଜାଣିଛନ୍ତି। ଏବଂ ତା ପର ଅବସ୍ଥାରେ କିଏ କଲାନି କଣ ହେଲା ତା ଭିତରେ ନାଟକ ସିଏ ଜାଣିଛନ୍ତି ଭଲ ଉପାୟ। ତେଣୁ ସିଏ କଥା କହୁଛନ୍ତି ଏବଂ ତାପରେ ମଧ୍ୟ ବି ଏବଂ ଦଳରେ କିପରି ଚାଲିଛି କିଏ ସବୁ ନିୟନ୍ତ୍ରଣ କରୁଛନ୍ତି କୋଉମାନେ ନିୟନ୍ତ୍ରଣ କରୁଛନ୍ତି କିପରି ନିୟନ୍ତ୍ରଣ କରୁଛନ୍ତି ସିଏ ମଧ୍ୟ ଜାଣିଛନ୍ତି। ସେଇ ସକାଶେ ତାଙ୍କର ଆଗରୁ ଯୋଉ କହିଥିଲେ ଯେ ଆମେ ଦଳର ସୁପ୍ରିମୋ ଯାହାକୁ ନବୀନ ପଟ୍ଟନାୟକ ମାନୁଛୁ ସେ ପ୍ରକୃତରେ ଧୃତରାଷ୍ଟ୍ର ଭୂମିକାରେ ଅଛନ୍ତି। ବର୍ତ୍ତମାନ ଠିକ କହିଥିଲେ ସେ କିଛି ଦେଖୁନାହାନ୍ତି। ତାଙ୍କର ଗୋଟିଏ ପ୍ରୀତି ଯେମିତି ଦୁର୍ଯ୍ୟୋଧନ ପାଇଁ ସବୁ କିଛି ହସ୍ତିନାପୁର ଧ୍ୱଂସ ହେଇଗଲା କିନ୍ତୁ ରାଜା ଭାବରେ ସେ ତାଙ୍କ କର୍ତ୍ତବ୍ୟ କଲେ ନାହିଁ। ଏକ୍ଜାକ୍ଟଲି କଥା ସେ ଯେତେବେଳେ କହିଥିଲେ ସେଇ କଥାର ସଂକେତ ମାନ ସେ ଦେଇଥିଲେ। ଆଜି ମଧ୍ୟ ସନ୍ନ୍ୟାସ କଥା ଯୋଉମାନେ ଇଏ କହୁଛନ୍ତି ମୁଁ ସନ୍ନ୍ୟାସ ହେଇଯାଇଛି ସେ ପ୍ରକୃତରେ ସନ୍ନ୍ୟାସ ହେଇଯାଆନ୍ତି। ଏବଂ ସନ୍ନ୍ୟାସୀ ହେବାର କୌଣସି କାରଣ ବି ନାହିଁ। ଆଉ କିଏ ସନ୍ନ୍ୟାସ ହେଇପାରିବ କୋଉ ଲୋକ ସନ୍ନ୍ୟାସ ହେଇପାରିବ ତା ବି ସେ କହିଛନ୍ତି। ସନ୍ନ୍ୟାସୀ କୋଉ ଲୋକ ସନ୍ନ୍ୟାସ ହେଇପାରିବ ତାର ଆଚରଣ କଣ ହବା ଦରକାର। ୟାଙ୍କର ଯୋଉ ଆଚରଣ ତାଙ୍କର ଅତୀତ ଆଚରଣ ଯାହା ବର୍ତ୍ତମାନ ଆଚରଣ ସେ ସନ୍ନ୍ୟାସ ହେଇଛନ୍ତି ଏଇଟା କେବଳ ଲୋକମାନଙ୍କୁ ଭଣ୍ଡେଇବା ପାଇଁ ନା ଆଉ ଆଜି ସେ କଥା ମଧ୍ୟ ସେ କହିଛନ୍ତି। ମୁଁ ଭାବୁଛି ଶ୍ରୀମୟୀ ଯେ ଅସନ୍ତୁଷ୍ଟ ଅଛନ୍ତି ସେ ବିଷୟ ନିଶ୍ଚିତ। କେବଳ ଶ୍ରୀମୟୀ ନାହାନ୍ତି ଆଜ୍ଞା। ଶ୍ରୀମୟୀ କେବଳ ନୁହନ୍ତି ଦଳର ବହୁ ନେତା ବହୁତ କର୍ମୀ ଯୋଉମାନେ ଗ୍ରାମାଞ୍ଚଳ ଅଛନ୍ତି ହୁଏତ ସିଧାସଳଖ ଭାବରେ ସମ୍ପୃକ୍ତ ନୁହନ୍ତି ସେମାନେ ଅସନ୍ତୁଷ୍ଟ ବେଳେ ମଧ୍ୟ କିଛି କହିପାରିବେନି। ଯୋଉମାନେ ଏଠି ଅଛନ୍ତି ବିଜେଡି ନେତା ସମସ୍ତେ କ୍ଷୋଭ ପ୍ରକାଶ କରୁଛନ୍ତି। ପ୍ରଥମେ ଦେବାଶିଷ ସାମନ୍ତରାୟ କଥା କୁହନ୍ତୁ ରାଜା ସ୍ୱାଇଁ ପରେ ଅରୁଣ ସାହୁ ଏବଂ ପ୍ରଫୁଲ୍ଲ ମଲ୍ଲିକ ବି ମଧ୍ୟ ଏଇ ସବୁ କଥା କହିଥିଲେ ଯେ ବିଜେଡି ମୁଖ୍ୟ ବିରୋଧୀ ଦଳର କାର୍ଯ୍ୟ ନିର୍ବାହ କରୁନାହିଁ। ତା ପରଦିନ ନିଲମ୍ବିତ ହେଲେ ପ୍ରଫୁଲ୍ଲ ମଲ୍ଲିକ। ତାପରେ ହରିଶଙ୍କର ରାଉତ ଦେଖାଯାଏ ପ୍ରଫୁଲ୍ଲ ମଲ୍ଲିକ ପ୍ରଫୁଲ୍ଲ ମଲ୍ଲିକ କଣ ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି ସିଏ ଯଦି ଦେଖାଯାଏ ଏଣ୍ଟାୟାର ତାଙ୍କ ଦଳରେ ଯଦି ଗତ ମନ୍ତ୍ରିମଣ୍ଡଳ ଦେଖାଯାଏ ଗଲା 10 ବର୍ଷ ଧରି ସେ ଗୁରୁତ୍ୱପୂର୍ଣ୍ଣ ବିଭାଗ ମନ୍ତ୍ରୀ ଥିଲେ ବରିଷ୍ଠ ମନ୍ତ୍ରୀ ଥିଲେ ଖଣି ଥିଲା ପୂର୍ତ୍ତ ଥିଲା। ତାଙ୍କ ଆଚରଣ ଦେଖନ୍ତୁ ତାଙ୍କ କାର୍ଯ୍ୟକଳାପ ଦେଖନ୍ତୁ ସେ କେବେ କୋଉ ବଡ ଗାଡି ଚଢି ନାହାନ୍ତି କେହି ଅସ୍ପୂର୍ଣ୍ଣ ଜୀବନ ବି ଯାପନ କରିନାହାନ୍ତି। ଗୋଟେ ଶାନ୍ତ ଶିଷ୍ଟ ସରଳ ଲୋକ ହିସାବରେ କରିଛନ୍ତି କାର୍ଯ୍ୟ କରିଛନ୍ତି। ଏବଂ ଗତ ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ କରି ନିଲମ୍ବିତ କଣ ଦଳ ବିରୋଧୀ କାର୍ଯ୍ୟ କଲେ ବରଂ ଦଳ ପାଇଁ କି ବିଭିନ୍ନ ଜିଲ୍ଲାରେ ତାଙ୍କୁ ପଠା ହଉଥିଲା। ସେତେବେଳେ କେତେବେଳେ ଗଞ୍ଜାମ ଜିଲ୍ଲା ଗଲେଣି କେତେବେଳେ ବରଗଡ଼ ଜିଲ୍ଲା ଗଲେଣି ତାଙ୍କୁ ଯେତେବେଳେ ଦଳ ଯୋଉଠି ପଠାଏ ସେ କାମ କରନ୍ତି। ଏବଂ ସେ ଲୋକକୁ ଯେତେବେଳେ ଦଳ ପାଇଁ ସେ କହିଲେ ଦଳ କୋଉ ବାଟରେ କୋଉ ସକାଶେ ପରାଜିତ ହେଲା ଏବଂ କଣ ଭୁଲ କରୁଛେ ସେ ବି ଯେତେବେଳେ ସେ କହିବା ଆରମ୍ଭ କଲେ ସେ କଥା ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି। ମତେ କୁହନ୍ତୁ ଦଳ ବିରୋଧରେ ସେ ଗୋଟିଏ ଏଭଳି ଦଳ ବିରୋଧୀ କାର୍ଯ୍ୟ ବାହାର କରିବା ପୂର୍ବରୁ ତାକୁ ସୋକଜ ନୋଟିସ ତ ଦବ। ଖାଲି ସୋକଜ ନୋଟିସ ଦବନି ଗୋଟେ କମିଟି ଯିବ ଦେଖାଯିବ କଣ କରିଛନ୍ତି ସେ କିଛି ନାହିଁ। କଥା ହଉଛି ଆପଣ ନା ନବୀନ ପଟ୍ଟନାୟକ କଥା ନୁହେଁ ଇଭେନ ପାଣ୍ଡିଆନଙ୍କ ସଂକ୍ରାନ୍ତରେ ବା ଦଳର କାର୍ଯ୍ୟ ସମ୍ପର୍କରେ ଆପଣ କେହି ପ୍ରଶ୍ନ ଉଠେଇ ପାରିବେନି। କେହି ପ୍ରଶ୍ନ ଯେତେବେଳେ କ୍ଷମତା ଥିଲା ଚଳି ଯାଉଥିଲା କିନ୍ତୁ କ୍ଷମତାରେ ଗଲା ପରେ ଦଳ ବିରୋଧୀ ଆସନରେ ଅଛି ଯଦି କାମ ନ କରିବ ନୀତି କାର୍ଯ୍ୟକ୍ରମ ଅନୁସାରେ ଦଳ ପରିଚାଳିତ ନହବ ଦଳର ଅବସ୍ଥା କଣ ହବ ସେ କଥା କହିକି ସେ କହିଛନ୍ତି। ଏବଂ ସିଏ ମଧ୍ୟ କହିଛନ୍ତି ମୁଁ କୌଣସି ତାଙ୍କ ବୟସ ଜଣେ ଲୋକ ସେ କଣ ଦଳ ବିରୋଧରେ ଯିବା ଲୋକ ବା ଯାଇଛନ୍ତି ବା ଯାଇବା ଭଳିଆ କାର୍ଯ୍ୟ କରିଛନ୍ତି ତା ତ ନୁହେଁ ଇଏ କରାଗଲା। ସେମିତି ଭାବରେ ଶ୍ରୀମୟୀ ମିଶ୍ର କଥା ତ ବ୍ୟକ୍ତିଗତ ଭାବରେ ଦେଖନ୍ତୁ କଥା ହଉଛି ଦଳର ଜଣେ ଅଗ୍ରଣୀ ନେତା ଥିଲେ ସେ କହିଲେ ଆମେ ତାଙ୍କୁ କହିଥିଲୁ ବିଜେଡି ଥିଲେ ତାଙ୍କୁ ଓଟିଡିସି ର ଚେୟାରପର୍ସନ କରାହେଇଥିଲା। ଆରେ ଓଟିଡିସି କରିଥିଲେ ଦଳ ତ ବହୁତ ଦିନ କାମ କରିଛନ୍ତି ସେ ଏବଂ ତମେ ପାର୍ଲାମେଣ୍ଟ ସଦସ୍ୟ କରିବ ବୋଲି ଲୋକସଭା ପାର୍ଟି କରିବ ବୋଲି କହିଲ କାହିଁକି ତାଙ୍କୁ କହିକି ତାଙ୍କୁ ଚାରିଆଡେ ବୁଲେଇଲ କାହିଁକି ତାଙ୍କୁ ଟିକେଟ ବି ଦେଲନି। ଟିକେଟ ନଦେଲା ବଡ କଥା ନୁହଁ କିପରି ଭାବରେ ତାଙ୍କୁ ଟ୍ରିଟ କଲ ସେଇ ସମୟରେ ତାଙ୍କ ପ୍ରତି କି ଟ୍ରିଟମେଣ୍ଟ କରାଗଲା ସେଇଟା ଦେଖିବାର କଥା। ଏଇ ସବୁ ଦୃଷ୍ଟିରୁ ଦେଖିଲେ କରିବା ଫଳରେ ଅସନ୍ତୁଷ୍ଟ ଆସିବା ମନ ଭିତରେ ଏହା ଖୁବ ସାଧାରଣ କଥା। ମାନେ ଇଏ ଗୋଟେ ପରେ ଗୋଟେ ଏବେ ପୋଷ୍ଟ କରି ଚାଲିବେ ଶ୍ରୀମୟୀ ମିଶ୍ର ନା କିଛି ପୂର୍ଣ୍ଣଚ୍ଛେଦ ପଡିବ? ମୁଁ ଭାବୁଛି ଇଏ କ୍ରମାଗତ ଭାବରେ ଚାଲିବ। ଏ ଦଳର ଏଇ ଯୋଉ ଧାରା ବନ୍ଦ ହେବା ପାଇଁ ଯୋଉ ମୂଳ ଜିନିଷ ଦରକାର ସେ ମୂଳ ଜିନିଷକୁ ବର୍ତ୍ତମାନ ଦଳ ଆସୁନି। ମାନେ ସେ ମୂଳ ଜିନିଷକୁ ବର୍ତ୍ତମାନ ଦଳ ଆସୁନି ଯାହା ଏଇ ସବୁ ସଂକେତ ଦଉଛନ୍ତି।
ମୁଁ ତ ଭାବୁଛି ଯଦି ଏଇ ପର୍ଯ୍ୟାୟରେ ଚାଲେ ମୁଁ ତ ସବୁବେଳେ କହିଛି ବିଜେଡି ପାଇଁ ଗୋଟେ ଆହ୍ୱାନପୂର୍ଣ୍ଣ ସମୟ ଆସି ଯାଇଛି। ଏବେ ଦେଖନ୍ତୁ ଏ ବିଧାନସଭା ମଧ୍ୟ ଆଉ କିଛି କଥା ପଦାକୁ ଆସିବ। କଥା ହଉଛି ଧୀରେ ଧୀରେ ଏବେ ତ ସବୁଠୁ ବଡ କଥା ନୂଆପଡା ଉପନିର୍ବାଚନ ହବ। ନୂଆପଡା ତ ବିଜେଡିର ଆସନ। ବିଜେଡି ଆସନରେ କିଏ ବିଜେଡି ସେ ଆସନ ନିଶ୍ଚୟ ଜିତିବ। ସେଭଳିଆ କୌଣସି ଢଙ୍ଗ ରଙ୍ଗ ବଦଳ ଯଦି ବିଜେଡିର ଆସନ ସେଇଟା ଯଦି ବିଜେଡି ସେଠି ନ ଜିତେ ତାହେଲେ ପ୍ରମାଣିତ ହେଇଯିବ ଯେ ବିଜେଡିର ଲୋକପ୍ରିୟତା କମୁଛି, ନବୀନ ପଟ୍ଟନାୟକ ଲୋକପ୍ରିୟତା କମୁଛି। ଯୋଉଟା ଲୋକ ନବୀନ ପଟ୍ଟନାୟକ ଲୋକପ୍ରିୟତା ଅଛି, ଆମେ ଏତେ ଭୋଟ ପାଇଥିଲୁ, ଏଇ ଯୋଉ କହୁଛନ୍ତି ସେଟା ପ୍ରମାଣିତ ହେଇଯିବ ତାଙ୍କ ଆସନ ସେଇଟା। ସେଇ ଆସନ ଜିତିବା ପାଇଁ ଦଳ ଯୋଉ ପ୍ରକାର କରିବା କଥା, ଯୋଉ ପ୍ରକାର ଦଳର ଆଭିମୁଖ୍ୟ ହବା କଥା, ସେ ଆଭିମୁଖ୍ୟ ବର୍ତ୍ତମାନ କୋଉଠି ଦେଖୁଛନ୍ତି କି ଆପଣ? ଆଉ କିଛି ଦିନ ପରେ ବି ବିଧାନସଭା ଅଧିବେଶନ, କଂଗ୍ରେସ ପୂର୍ବରୁ କହିଛି ଅନାସ୍ଥା ଆଣିବ, ବିଜେଡିର ଆଭିମୁଖ୍ୟ କଣ ରହିବ ତାହା ମଧ୍ୟ ସସ୍ପେନ୍ସ ବର୍ତ୍ତମାନ ସମୟରେ। ନା ନାଇଁ ଏକଦମ ବିଲକୁଲ ବିଜେଡି ଆଉ ଯେତେ ଚେଷ୍ଟା କଲେ ମଧ୍ୟ ବି ଯଦି ଦଳ ଯେମିତି ସିନିୟର ନେତା ମାନେ କହୁଛନ୍ତି, ରାଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭଳି ନେତା ମାନେ କହୁଛନ୍ତି, ଆପଣ ଦେଖନ୍ତୁ କାହାକୁ ରଖିଛନ୍ତି ସେ, କୋଉମାନେ ଦଳର ଦାୟିତ୍ୱରେ ଅଛନ୍ତି, କୋଉମାନେ ଚଳୁଛନ୍ତି, ଯୋଉମାନେ ଆମେ ଭାବୁଛେ କମିଟି ଅଛି, କମିଟି ବାଲା କହୁଛନ୍ତି ଆମେ କିଏ ଜାଣିନୁ, କିଏ ନିଷ୍ପତ୍ତି ନେଉଛି ସେମାନେ ଜାଣିନାହାନ୍ତି। ତ ଏଇ ଯୋଉ ଘଟଣା ହେଇଛି, ମୁଁ ଗୋଟେ ସମୟରେ କହୁଥିଲି ଯେ ନବୀନ ପଟ୍ଟନାୟକ ଲୋକପ୍ରିୟତା ହୁଏତ ଓଡିଶାରେ ବଜାୟ ରହିଛି ବୋଲି, ଇଭିନ୍ ନିର୍ବାଚନ ପରେ ମଧ୍ୟ ମୋର ଧାରଣା ଥିଲା। କିନ୍ତୁ ଦେଖନ୍ତୁ ପ୍ରତିଦିନ ତାଙ୍କ ଲୋକପ୍ରିୟତା କମି କମି ଚାଲିଛି, କାରଣ ଦଳରେ ଯୋଉଭଳି ଭାବରେ କାର୍ଯ୍ୟ ଚାଲିଛି। ଏବଂ ବହୁତ ଶେଷ ପରୀକ୍ଷା ବୋଧେ ମୁଁ ଭାବୁଛି ନୂଆପଡାରେ ହେଇଯିବ। ନିହାତି ଭାବରେ। ବହୁତ ବହୁତ ଧନ୍ୟବାଦ ସାର୍।